ବାଲେଶ୍ୱର ପ୍ରିନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରିନ୍ସ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉତ୍ସବକୁ ଉଦ୍ଘାଟନ କରିବା ସହିତ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ପ୍ରିନ୍ସ ଶିକ୍ଷାନୁଷ୍ଠାନର ସମୂହର ଉଦ୍ୟମ ବେଶ୍ ପ୍ରଶଂସନୀୟ ବୋଲି କହିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ଜୟଦେବ ପରମାଣିକ ପ୍ରିନ୍ସ ଅନୁଷ୍ଠାନର ଶୈକ୍ଷିକ ପରିବେଶ ଓ ଛାତ୍ରଛାତ୍ରୀଙ୍କର ସଫଳତାକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ସିଆରସିସି ସଙ୍ଗୀତା ରାଣୀ ରଥ ଛାତ୍ରଛାତ୍ରୀଙ୍କୁ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ପରାମର୍ଶ ଦେଇଥିଲେ। ପ୍ରିନ୍ସ ବାରିପଦା ଶାଖା ଅଧ୍ୟକ୍ଷ ସ୍ୱାଧୀନତା କର, ବାଲେଶ୍ୱର ଅଧ୍ୟକ୍ଷା ବବିତା ବେହେରା ଓ ପ୍ରିନ୍ସ ଶିକ୍ଷାମଣ୍ଡଳର ମୁଖ୍ୟ ସତ୍ୟମ ଶିବମ ଦାସ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ଯୁକ୍ତ 2 ବିଜ୍ଞାନ 2024 ପରୀକ୍ଷାରେ 95% ନମ୍ବର ରଖି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରିନ୍ସର ଛାତ୍ର ଅଭିଷେକ ଧଡ଼ା ଓ 93% ନମ୍ବର ରଖିଥିବା ଛାତ୍ର ବିକାଶ ଦାସଙ୍କୁ ପ୍ରିନ୍ସ ଛାତ୍ର ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିଭଳି ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ପ୍ରିନ୍ସ ଛାତ୍ରଛାତ୍ରୀଙ୍କୁ ଏଥିରେ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ପରମେଶ୍ୱର ଦେଙ୍କ ସମେତ କୃଷ୍ଣଚନ୍ଦ୍ର ବାରିକ, ପାର୍ଥସାରଥୀ ପଟ୍ଟନାୟକ, ରାଜକିଶୋର ବେହେରା, ଝିଲିରାଣୀ ପତି, ନିରଞ୍ଜନ ବେହେରା, ଦୀପ୍ତି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରିନ୍ସ ବାରିପଦା ଅଧ୍ୟକ୍ଷ ସ୍ୱାଧୀନତା କର ଶେଷରେ ଧନ୍ୟବାଦ ଦେଇଥିଲେ। ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। सूचना मंडळी